ଯେତେବେଳେ ଭକ୍ତି ସିଦ୍ଧାନ୍ତ ଠାକୁର ଷ୍ଟେସନରେ ଓହ୍ଲାନ୍ତି ସେତେବେଳେ କଲିକତା ଯେଉଁ କ'ଣ କୁହାଯିବ କଲିକତାରୁ ଯେଉଁ ଯାଉଥିଲା ଟ୍ରେନ୍ ଏବେ ବି ଯାଉଛି ସେ ଟ୍ରେନ୍ ନାଁ ହେଉଛି କ'ଣ ତୋଫାନ ଏକ୍ସପ୍ରେସ୍। ତୋଫାନ ଏକ୍ସପ୍ରେସ୍ ଏବେ ବି ଯାଉଛି ଯେମିତି ଆମର ଉତ୍କଳ ଏକ୍ସପ୍ରେସ୍ ସେଇଟା ସେଇଭଳି ପଡ଼ି 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 ଯାଏ। ସେଟା ଗୋଟିଏ ଟ୍ରେନ୍ ଥିଲା। ଯେତେବେଳେ ଓହ୍ଲେଇବେ ପ୍ରଥମେ ମଥୁରା ଷ୍ଟେସନରେ ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଦ ମହାରାଜ ପ୍ରଣାମ କରନ୍ତି, ଦଣ୍ଡବତ ପ୍ରଣାମ କରନ୍ତି। ଆଗେ ଗୋପୀଶ୍ୱର ମହାଦେବଙ୍କୁ ପ୍ରଣାମ କରିବେ କ୍ଷେତ୍ରପାଳ ଯିଏ ସାଧୁ ହୁଅନ୍ତି ସେ କ'ଣ ଏମିତି ସାଧୁ ହେଇଯାଆନ୍ତି ସମସ୍ତଙ୍କୁ ମୁଣ୍ଡ ମାରି ମାରି ସେ ସାଧୁ ହୁଅନ୍ତି। ଯେଉଁ ଟଙ୍କା ଟଙ୍କା ରଖିକି ବଡ଼ ଲୋକ ହୁଏ ଜଗତରେ ସମସ୍ତ ଦେବା ଦେବୀ ସବୁ ଜୀବଙ୍କୁ ସମ୍ମାନ ଦେଇକି ଜଣେ ବଡ଼ ହୁଏ। ଜ୍ଞାନରେ ବଡ଼ ଲୋକ କେତେ ଦିନ ଟେକିକି ରହିବ? ସେ କୃପାରେ ବଳ ଟେକିକି ରହିବ ନା। ସେ ତ ଭଗବାନଙ୍କର ଶୁଦ୍ଧ ଭକ୍ତ କିନ୍ତୁ ଗୋପେଶ୍ୱର ମହାଦେବଙ୍କୁ ପ୍ରଣାମ କରିକି ସେ ମଥୁରାରେ ପ୍ରବେଶ କରନ୍ତି। କେବେ ବି ଯିବେ ନା ବୃନ୍ଦାବନ ଗୋପୀଶ୍ୱରଙ୍କୁ ଦର୍ଶନ କରିବେ, ନହେଲେ ଭଗବାନ କୃଷ୍ଣ ଖୁସି ହୁଅନ୍ତିନି।